ମୁଁ ଆଜ୍ଞା ମୋ ଘର ହେଉଛି ଆଜ୍ଞା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୀର୍ତ୍ତନିଆ ଗ୍ରାମ। ମୁଁ ବାବାଙ୍କ ଫଟୋ ୟୁଟ୍ୟୁବରେ ଦେଖିଥିଲି। ଦେଖିଲା ପରେ ମୋ ମନ ସଦାସର୍ବଦା ବାବାଙ୍କ ପାଖକୁ ଟାଣୁଥାଏ। ମୁଁ ବାବାଙ୍କ ସହିତ କେମିତି ଭେଟିବି ଏବଂ ଦିନ ଆସିଲା ବାବାଙ୍କ ପାଖରେ ଆସି ପହଞ୍ଚିଲି ଏବଂ ବାବାଙ୍କ ପାଖରେ ଆସି ପହଞ୍ଚି ବିନା ଅସୁବିଧାରେ ସବୁ ସୁବିଧା କ୍ରମରେ ବାବାଙ୍କର ଦର୍ଶନ ପାଇଲି ଏବଂ ବାବାଙ୍କ ମୋ ମନର କଥା ମୁଁ କହିବା ପୂର୍ବରୁ ସେ ନିଜେ ବି କହିଦେଲେ ସବୁ କଥା ଏବଂ ସମ୍ପୂର୍ଣ୍ଣ କଥା କହିସାରିଲା ପରେ ସେ ମୋତେ ଆଶୀର୍ବାଦ କଲେ, ତୁ ତ ରାସ୍ତାରେ ଚାଲ, ତୋ ବାଟ ଆଉ ଟିକେ ବତେଇ ଦେବି, ତୋ କାମ ସଦା ସର୍ବଦା ସଚ୍ଚୋଟରେ ରହିବୁ, ତୋର କାମ ସଦା ସର୍ବଦା ଭଲ ରହିବ ଏବଂ ଆଜି ପର୍ଯ୍ୟନ୍ତ ଯାହା ବି ହେଇଛି ସବୁ ବାବାଙ୍କ କୃପାରୁ ହେଇଛି। ମୁଁ ବହୁତ ଆର୍ଥିକ ସମସ୍ୟାରେ ଥିଲି, ବାବାଙ୍କ କୃପାରୁ ଆଜି ମୋର ଭଲ ସମୟ ଟିକେ ଆସିଛି ବୋଲି ମୁଁ ଅନୁଭବ କରୁଛି। ଯେତେବେଳେ ସୁବିଧା ହେଉଛି ଆସୁଛି ଏବଂ ସେ ଗାଁରେ ବି କିଛି ଲୋକ ମୋ ସାହି ପଡ଼ିଶାରେ ବି ବାହାରିଲେଣି ଯେ କେଉଁଠି ଯାଉଛ କ'ଣ କରୁଛ, ମୁଁ କହିଲି ଚାଲ ମୁଁ ନେଇଯିବି ଫ୍ରିରେ, ଆପଣମାନଙ୍କର କିଛି ଟଙ୍କାଟେ ବି ଲାଗିବନି, ବାବାଙ୍କର କୃପା ଲାଭ କରନ୍ତୁ। ନ ଆସିବା ପର୍ଯ୍ୟନ୍ତ ନିଜେ ଅନୁଭବ ନ କଲେ ଜାଣିପାରିବେନି।